ବନ୍ଧୁଗଣ ଜୟ ଜଗନ୍ନାଥ। ଆନ୍ଧ୍ରପ୍ରଦେଶରୁ ଏ ଭିଡ଼ିଓଟି ଆସିଛି, ଆପଣମାନେ ଟିକେ ଦେଖନ୍ତୁ। ଆନ୍ଧ୍ରପ୍ରଦେଶର ଏୟାରପୋର୍ଟ ଉଦ୍ଘାଟନ ସରିଲା ପରେ ସେଠିକାର ଲୋକମାନେ ଯେଉଁ ସଜାସଜି କରିବା ପାଇଁ ରଖାଯାଇଥିଲା ଫୁଲକୁଣ୍ଡ ତାକୁ ନେଇକି ପଳେଇ ଯାଉଛନ୍ତି। ଏ ମହିଳାଟିକି ଦେଖନ୍ତୁ, ଟ୍ରେନରେ ବସିଛି ଯେଉଁ ଜାଗାରେ ସେଇ ଜାଗାରେ ଖାଇକି ତଳେ ପକେଇ ଦେଇଛି, ଆଉ ସେଇଠି ବି ହାତ ବି ମଧ୍ୟ ସେ ଧୋଇଦେଲା। ଆଉ ଏ ଲୋକଟାକୁ ଟିକେ ଦେଖନ୍ତୁ, ମେଟ୍ରୋ ଷ୍ଟେସନରେ କାଚରେ କେମିତି ମୁତି ଦେଇକି ପଳେଇଗଲା। ତା ସହିତ ଆମର ଯେଉଁ ଦେଶର କାନ୍ଥ ବାଡ଼ ଯେଉଁ ଜାଗାରେ ଆମେ ଠାକୁର ଠାକୁରାଣୀଙ୍କର ଚିତ୍ର ଫଟୋ ଲଗାଉଛେ, ସ୍ୱାଧୀନତା ସଂଗ୍ରାମୀମାନଙ୍କର ଚିତ୍ର କରିଛେ, ଫଟୋ ବି ଲଗାଉଛେ, ସେ ଜାଗାରେ ବି ଲୋକମାନେ ଛିଡ଼ା ହେଇକି ପରିସ୍ରା ବି କରିଦେଉଛନ୍ତି। ତା ସହିତ ଆମ ଦେଶର ନଦୀମାନଙ୍କର ଅବସ୍ଥା ଦେଖନ୍ତୁ, ଲୋକ ଅଳିଆ ଆବର୍ଜନା କେମିତି ପକେଇ ଦେଉଛନ୍ତି। ଖାଲି ସେତିକି ନୁହଁ, ଲୋକମାନେ ଗୁଟକା ଖାଇକି ବି ଛେପ ଏଭଳି ପକେଇଛନ୍ତି ଯେ ପୁରା ନାଲି, ଯୁଆଡ଼େ ଦେଖିବ ସିଆଡ଼େ ନାଲି। ଆଉ ଅନ୍ୟପଟେ ଜାପାନର ଲୋକମାନଙ୍କୁ ଦେଖନ୍ତୁ, ଯେଉଁ ଜାଗା ଅଳିଆ ହେଇଯାଉଛି, ଆବର୍ଜନା ହେଇଯାଉଛି, ଅପରିଷ୍କାର ରହୁଛି, ସଙ୍ଗେ ସଙ୍ଗେ ସେ ଜାଗାକୁ ସେମାନେ ସଫା ବି କରିଦେଉଛନ୍ତି। ଇଏ ହେଉଛି ଫରକ। ଆଉ ଆମର ଇଣ୍ଡିଆର ଅବସ୍ଥା ହେଉଛି ଏଇଆ। ଖାଲି କଥା କହିଲେ ଚଳିବ ନାହିଁ, ଆକ୍ସନ୍ ଦରକାର। ଶପଥ କରନ୍ତୁ କି ଆସନ୍ତା ଇଣ୍ଡିପେଣ୍ଡେନ୍ସ ଡେ 15 ଅଗଷ୍ଟ 15ରେ ଆମକୁ କେବଳ ଭାଷଣ ଦ୍ୱାରା ଚଳିବ ନାହିଁ, କେବଳ ଆକ୍ସନ୍। ଯେଉଁମାନେ ଏଭଳି କାମ କରୁଛନ୍ତି, ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ପୁରା ଓଡ଼ିଶା ସାରା, ଦେଶ ସାରା ଏଭଳି ମାତ୍ରାରେ ସ୍ପ୍ରେଡ୍ କରନ୍ତୁ ଯେ କି ଯେଉଁମାନେ ଏଭଳି କାମ କରୁଛନ୍ତି ତାଙ୍କ ପ୍ରତି ଆକ୍ସନ୍ ଏଭଳି ହେବା ଦରକାର, ଦ୍ୱିତୀୟ ଲୋକ ସ୍ୱପ୍ନରେ ବି ସୁଦ୍ଧା ଭାବିବ ନାହିଁ। ଧନ୍ୟବାଦ।